ଆମେ ବିଭିନ୍ନ ପ୍ରକାର ଆପଣ ମାନଙ୍କର ପ୍ରଶ୍ନ ଜାଣିଥାଉ ବା ଆମ ସହିତ ଯୋଉମାନେ ଆପଣ ପରାମର୍ଶ କରିଥାନ୍ତି ପ୍ରାୟ ଆପଣ ମାନେ ବାସୁ ଦୋଷ ଦୂର କରିବା ପାଇଁ ତା ସହିତ ଶତ୍ରୁ ମାନଙ୍କର ବାଧାର ମୁକ୍ତି ପାଇବା ପାଇଁ ଆପଣ ବିଭିନ୍ନ ପ୍ରକାର ଚେଷ୍ଟା କରିଥାନ୍ତି। ତା ସହିତ ଆମକୁ ବିଭିନ୍ନ ପ୍ରକାର ପ୍ରତିକାର ଆପଣ କହିଥାନ୍ତି। ଶତ୍ରୁ ରହିବା ଆମେ ବାରମ୍ବାର କହିଛୁ ଆପଣଙ୍କ ପୂର୍ବରୁ ଶତ୍ରୁ ରହିବା ଭଲ, ଶତ୍ରୁ ରହିବା ଖରାପ ନୁହେଁ। ଶତ୍ରୁ ରହିଲେ ହିଁ ଆପଣ ଜାଣିପାରିବେ ଆପଣ ଭୁଲ ଆଉ ଠିକ, ଆପଣ କଣ ଭୁଲ କରୁଛନ୍ତି କଣ ଠିକ କରୁଛନ୍ତି। ପ୍ରତିଟି ଜୀବନରେ ବା ସମସ୍ତଙ୍କ ଜୀବନ ଶୈଳୀ ଭିତରେ ଶତ୍ରୁ ବୋଲି ଗୋଟେ ଜିନିଷ ସବୁବେଳେ ପାଇଁ ଅଛନ୍ତି। ସେଇଭଳିଆ ଶତ୍ରୁ ଯଦି ଆପଣଙ୍କର ଯଦି ସେମିତି କିଛି ଅସୁବିଧା ହଉନଥିବ ଆପଣ ଆ ପାଇଁ କିଛି ଏତେ ବ୍ୟସ୍ତ ହବା ଆବଶ୍ୟକ ନାହିଁ। ତା ସହିତ ଆମେ ଆଜି ବହୁତ ଆପଣ ମାନଙ୍କର କଥା ରକ୍ଷା କରିବା ପାଇଁ ବହୁତ ଭଲ ପ୍ରତିକାରଟି କହିବା, ଯେ ପ୍ରତିକାରରେ ଆପଣ ନିଶ୍ଚିତ ଭାବରେ ଆପଣ ବାସୁଦୋଷ ଦୂର କରିବା ସହିତ ଶତ୍ରୁ ମାନଙ୍କର ପ୍ରିୟ ଆପଣ ହେଇପାରିବେ ବା ଆପଣ ପାରିବାରିକ ଶାନ୍ତି ଆପଣ ଆଣିପାରିବେ, ରୋଗରୁ ମୁକ୍ତି ପାଇପାରିବେ, ପ୍ରତିଟି ଜିନିଷ ଆପଣ କରିପାରିବେ। ଏକ ଶଙ୍ଖ ବିଷୟରେ ଆମେ ଆଲୋଚନା କରିବା, ଯୋଉ ଶଙ୍ଖକୁ ଗଦା ଶଙ୍ଖ କୁହାଯାଏ। ଶଙ୍ଖଟି ଗଦା ପରି ଆକୃତି ହେଇଥାଏ। ମହାବୀର ହନୁମାନଙ୍କୁ ଏଇ ଶଙ୍ଖର କଣ ଦେବତା ବି କୁହାଯାଇ ଥାଇବା ମହାବୀର ହନୁମାନଙ୍କ ଇଏରେ ଇଏ ପୂଜା ଅର୍ଚ୍ଚନା କରିବା ସହିତ ମହାବୀରଙ୍କର ବି ଗାୟତ୍ରୀ ମନ୍ତ୍ର ଜପ କଲେ ଆପଣ ମାନଙ୍କ ପାଇଁ ଇଏ ବହୁତ ଲାଭଦାୟକ ହେଇଥାଏ। ଓମ୍ ଅଞ୍ଜନି ପୁତ୍ରାୟ ବିଦ୍ମହେ ବାୟୁପୁତ୍ରାୟ ଧୀମହି ତନ୍ନୋ ମାରୁତି ପ୍ରଚୋଦୟାତ୍। ଆମେ ଏଇ ଗାୟତ୍ରୀ ମନ୍ତ୍ରକୁ ବି ଯଦି ଶଙ୍ଖ ସ୍ଥାପନ କରି କେନ୍ଦ୍ର ସ୍ଥାନରେ ବା ବ୍ରହ୍ମ ସ୍ଥାନରେ ହଉ ବା ଆପଣଙ୍କର ଠାକୁରଙ୍କ ବା ଗୃହ ମନ୍ଦିରରେ ଆପଣ ସ୍ଥାପନ କରିକିରି ଶଙ୍ଖର ପୂଜା ଅର୍ଚ୍ଚନା କରି ମହାବୀରଙ୍କର ଗାୟତ୍ରୀ ବି ଆପଣ ଜପ କରିପାରିବେ। ଯେମିତି କହିଲେ ଆମେ ଓମ୍ ଭୂର୍ଭୁବଃ ଅଞ୍ଜନି ପୁତ୍ରାୟ ବିଦ୍ମହେ ବାୟୁପୁତ୍ରାୟ ଧୀମହି ତନ୍ନୋ ମାରୁତି ପ୍ରଚୋଦୟାତ୍। ଏ ଗାୟତ୍ରୀକୁ ଆମେ 108 ବାର ହଉ ନହେଲେ ତାଠାରୁ ଅଧିକ ଆମେ ଜପ କରିପାରିବା, ନହେଲେ 54 ହଉ 27 ହଉ ଆମେ ଏମିତି ଜପ କରିପାରିବା। ନିଶ୍ଚିନ୍ତ ଆମ ପାଇଁ ଏ ଶୁଭଦାୟକ, ଅତ୍ୟନ୍ତ ମଙ୍ଗଳଦାୟକ ଆପଣଙ୍କ ବାସ୍ତୁ ପାଇଁ ହଉ। ତତ୍ ସହିତ ବାସ୍ତୁରେ ଆମେ ଗାୟତ୍ରୀଙ୍କର ମନ୍ତ୍ର ବଜେଇ ପାରିବା, ଜପ କରିପାରିବା। ଏମିତି ପ୍ରତିଟି ଜିନିଷ ଆମେ ଗୃହରେ ଆମେ ଲୁଣ ପାଣିରେ ଘର ପୋଛା ମାରିପାରିବା। ସବୁ ପାଇଁ ବାସ୍ତୁ ଦୋଷ ଶତ୍ରୁ ବାଧା ପାଇଁ ପ୍ରତିଟି ଜିନିଷ ଆପଣଙ୍କୁ ମଙ୍ଗଳ ହିଁ ଦେଇଥାଏ। ତତ୍ ସହିତ ଆମେ ସବୁବେଳେ ଚେଷ୍ଟା କରିବା ଘରେ ଆମେ କେବେ ବି ଆମିଷ ପୁରେଇବା ନାହିଁ, ଯୋଉଠାରେ ଆମ ବାସ୍ତୁ ଅପବିତ୍ର ହେଇଥାଏ। କେବେ ଆମେ କୁଖାଦ୍ୟ ଖାଇବାନି, କୁକଥା କହିବାନି, ବାସ୍ତୁ ଠାରୁ ବ୍ୟକ୍ତି ଦୋଷ ବେଶୀ ରହିଥାଏ। ଏସବୁ କଲେ ଆପଣ ପାଇଁ ବି ନିଶ୍ଚିତ ମଙ୍ଗଳପ୍ରଦାୟକ। କେବେ ହିଂସା କରିବାନି ବା ହିଂସା କରି ଖାଇବାନି, ଏସବୁ ଜିନିଷକୁ ଆମେ ସବୁବେଳେ ଦୂରେଇକି ରହିଲେ ଆମ ପାଇଁ ଅତ୍ୟନ୍ତ ମଙ୍ଗଳପ୍ରଦାୟକ। ନିଶ୍ଚିନ୍ତ ହନୁମାନ ଶଙ୍ଖ ବା ପୂର୍ବରୁ ଆମେ ଯେମିତି କହିଥିଲେ ଗୋମତୀ ଆଉ ଗୋସିଂହ ଶଙ୍ଖ ବି ଆମେ ସ୍ଥାପନ କରିପାରିବା। ବ୍ରହ୍ମସ୍ଥାନରେ ଆମେ ପୂଜା ଅର୍ଚ୍ଚନା କରିପାରିବା, ଏମିତି କରିପାରିବା ଆମ ବାସ୍ତୁ ଦୋଷ ଦୂର କରିବା ପାଇଁ। ପ୍ରତିଟି ଜିନିଷ ଆମ ପାଇଁ ମଙ୍ଗଳପ୍ରଦାୟକ ହେଇଥାଏ। ଶଙ୍ଖ ବାଦନ ତ ଆହୁରି ଶୁଭ ହେଇଥାଏ। ଜୟ ଜଗନ୍ନାଥ।